କ୍ଷୁଦ୍ର ଗଳ୍ପ ବାୟୁ ଦୋଷ। ଲେଖିକା ସୁଲଗ୍ନା ମହାନ୍ତି। ଏଇଟା ଗୋଟାଏ ନିରାଟ ସତ ଯେ ପ୍ରତି ମଧ୍ୟବିତ୍ତ ଓଡ଼ିଆ ଘରେ ଗୋଟିଏ ଗୋଟିଏ ବାୟୁ ଦୋଷୀ ନିଶ୍ଚିତ ଥାଆନ୍ତି। ଆଉ ଯେଉଁ ଘରେ ନଥାନ୍ତି ସେଇ ଘର ଲୋକମାନେ ହୁଏତ ବହୁତ ଭଦ୍ର, ନହେଲେ ପୁରା ମିଛୁଆ। ସେ ଯାହା ହେଉ, ଆମ ଘର ଗୋଟେ ପକ୍କା ମଧ୍ୟବିତ୍ତ ପରିବାର ଥିଲା ଆଉ ଆମ ଜେଜେବାପାଙ୍କ ବାୟୁ ଦୋଷ ପୁରା ଅଂଶବଂଶ ପ୍ରସିଦ୍ଧ ଥିଲା। ନୂଆ ନୂଆ ବୋଉ, ଖୁଡି ଇତ୍ୟାଦି ମୁହଁରେ ଲୁଗା ଦେଇ ହସୁଥିଲେ, କିନ୍ତୁ ଧୀରେ ଧୀରେ ଏସବୁ ସମସ୍ତଙ୍କ ଦେହସୁଆ ହୋଇଯାଇଥିଲା। ଯେଉଁଦିନ ଜେଜେ ବରା ଘୁଗୁନି, ମାଂସ କି ଚକୁଳି ପିଠା ଖାଇ ଦେଉଥିଲେ, ସେଦିନ ଘର ଲୋକଙ୍କୁ କାନରେ ତୁଳା ଦେଇ ଶୋଇବାକୁ ପଡୁଥିଲା। ଭାରତ ପାକିସ୍ତାନ ଯୁଦ୍ଧରେ ଯେତିକି ତୋପକ ମାଣ ବାଜୁଥିଲା, ତାଠୁ ବେଶୀ ଗୁଳିମାଡ଼ ଶବ୍ଦ ବୋଧେ ଆମ ଘରେ ଶୁଭୁଥିଲା। କେତେବେଳେ ବୋଉ ବିଲେଇ ରୋଷେଇ ଘରେ ଝଣଝଣକି ବାସନ ପକେଇଦେଲା ଭାବି ଦୌଡ଼ିକି ଗଲା ବେଳକୁ ଜାଣିପାରୁଥିଲା ଶବ୍ଦଟି ବାସନର ନୁହେଁ, ସେ ଆଉ କିଛି। ଖୁଡି ବୁଲେଟ ଶବ୍ଦ ଶୁଣି ଦାଦା ଆସିଲେ ଭାବି କବାଟ ଖୋଲିବାକୁ ଦୌଡ଼ି ଯାଇ ଜାଣିପାରନ୍ତି ଶବ୍ଦଟି ଆଉ କୋଉଠୁ ଆସୁଛି। ସେଥିପାଇଁ ଜେଜେଙ୍କ ବାୟୁ ବିଭିନ୍ନ ନାମରେ ପରିଚିତ ଥିଲା, ଯେମିତିକି ଗୁଳି, ଶଙ୍ଖ, ତୁରୀ, ବୁଲେଟ ଇତ୍ୟାଦି ଇତ୍ୟାଦି। ଆମ ଘରକୁ ଆଜି ଯାଇ କେବେ ବି ଚୋର ନ ପଶିବାର ଶ୍ରେୟ ବି ହୁଏତ ଜେଜେଙ୍କ ବାୟୁକୁ ଦିଆଯାଇପାରେ। ଆମେ ଖାଲି ଏଇ କଥା ଭାବି ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲୁ କି ବାୟୁଟା କାନକୁ ଯାହା ଅତ୍ୟାଚାର କରୁଥିଲା, ନାକକୁ ନୁହଁ। ଆଖିକୁ ଦେଖା ଯାଉଥାନ୍ତା ତାହେଲେ ଜେଜେଙ୍କ ପଛପଟେ ଧୂମକେତୁ ଲାଞ୍ଜ ଭଳି ଧୂଆଁର ଲାଞ୍ଜଟିଏ ଘରର ପ୍ରତି କୋଣ ଅନୁକୋଣରେ ନିଶ୍ଚୟ ଲମ୍ବିଥାନ୍ତା। ବୈଠକ ଘରଟି ଟିକେ ଦୂରରେ ଥିବାରୁ ବାହାର ଲୋକ ଜେଜେଙ୍କ ବାୟୁ କୃପାରୁ ଟିକେ ବଞ୍ଚିକି ଥିଲେ, କିନ୍ତୁ ତଥାପି ସାନ ଭାଇର ସାଙ୍ଗ ଥରେ ପଚାରି ଦେଇଥିଲା, ଏଟା କିଏ ବୋବେଇଲା କିରେ? ବଗୁଲିଆ ଭାଇ ମୋର କହିଲା, ପଡ଼ିଶା ଘରେ ମଇଁଷି ପିଲାଟେ ପାଳିଛନ୍ତି, ସିଏ ବୋବାଉଛି। ଦାଦାଙ୍କ ଛୋଟିଆ ଝିଅ ବି କମ୍ ଖଣ୍ଡିଏ ବୈଜ୍ଞାନିକ ନୁହେଁ। କହେ ଜେଜେଙ୍କ ରୁମର ପିଙ୍କ କଲରରେ ବାୟୁର କାର୍ବନ ଡାଇଅକ୍ସାଇଡ୍ ମିଶି ମିଶି କଲରଟା ବ୍ରାଉନ ହୋଇଯାଇଛି। କିନ୍ତୁ ତା ବୋଲି ଆଜି ଜେଜେ ଯେ ମୋ ବାହାଘରକୁ ଆସିବେନି ସେଇଟା ମୁଁ କେବେ ବି ଭାବିନଥିଲି। ବାହାଘର ବରଯାତ୍ରୀରେ ତାଙ୍କୁ ନ ଦେଖି ମୁଁ ସାନ ଭାଇକୁ ପଚାରିଲି, ଜେଜେ କୁଆଡେ ଗଲେ? ସେ କହିଲା, ଭାଇ, ଜେଜେ ତାଙ୍କ ବାୟୁ ଦୋଷକୁ ଡରି ଆସିଲେନି। କହିଲେ, କି ନୂଆ ବନ୍ଧୁ, କଥା ଖରାପ ହେବ ତାଙ୍କ ଆଗରେ ଏମିତି ବାୟୁ ଛାଡ଼ିଲେ। ଏଇଟା ଗୋଟାଏ କଥା। ମୋ ମନ ଟିକେ ଦୁଃଖ ହୋଇଗଲା। ସେ ଯାହା ହେଉ ଭଲରେ ଭଲରେ ବାହାଘରଟି ସରିଲା। ତାପରେ ଝିଅ ବିଦା ପର୍ବ। ମିଲି କାନ୍ଦି କାନ୍ଦି ତା ଆଖି ଗେଣ୍ଡା ଭଳି ଫୁଲି ଯାଇଥାଏ। ମୁଁ ଆଉ ମିଲି ବାକିମାନଙ୍କ ସହ ଆସି ଆମ ଘରେ ପହଞ୍ଚିଲୁ। ଆମକୁ ପାଛୋଟି ନବାକୁ ସବୁ ଘର ଲୋକ ଆସି ଦୁଆର ପାଖରେ ଠିଆ ହୋଇଗଲେ, କିନ୍ତୁ ମୁଁ ସେଠି ବି ଦେଖିଲି ଜେଜେ ନାହାନ୍ତି। ଭାଇକୁ କହିଲି, ଯାଇକି ଜେଜେଙ୍କୁ ଡାକି ଆଣେ, ତାପରେ ଆମେ ଭିତରକୁ ଯିବୁ। ଭାଇ ଭିତରକୁ ଗଲା। ଜେଜେ କୋଉଠି ଥିଲେ କେଜାଣି ତାଙ୍କୁ ଯାଇ ଧରିକି ଆସିଲା। ଜେଜେ ଆସି ଆମ ଆଗରେ ଠିଆ ହେଲେ କବାଟକୁ ଭାର ଦେଇ। ବୋଉ ଆମର ଆଳତି କଲା, ସମସ୍ତେ ହୁଳହୁଳି ଦେଲେ, ଆଉ ତାପରେ ଖୁଡି ଶଙ୍ଖ ଫୁଙ୍କିବାକୁ ଯାଉଥାନ୍ତି, ଜେଜେଙ୍କ ପାଖରୁ ଜୋର କିନା ଶବ୍ଦଟି ଆସିଲା, ପୁଁ। ଖୁଡି ମୁହଁ ଚାପି ହସି ହସି କହିଲେ, ଜେଜେଙ୍କ ଶଙ୍ଖ ତ ବାଜିଗଲା, ୟାଠୁ ଆଉ ଭଲ ବେଳା ନାହିଁ, ଏବେ ଘର ଭିତରକୁ ବସ। ମିଲିର ୟା ଉପରେ ପ୍ରତିକ୍ରିୟା ଜାଣିବାକୁ ମୁଁ ତା ମୁହଁକୁ ଚାହିଁଲି। ଦେଖିଲି ମୁଁ ଛିଙ୍କିକି ଏକ୍ସକ୍ୟୁଜ ମି ନ କହିଲେ ମୋ ଖରାପ ମ୍ୟାନର ଉପରେ 2 ଘଣ୍ଟା ଭାଷଣ ଦେଉଥିବା ମିଲି ଜେଜେଙ୍କ ଶଙ୍ଖଧ୍ୱନି ଶୁଣି କାନିରେ ମୁହଁ ଚାପି କିରିକିରି ହେଇ ହସି ଘର ଭିତରେ ପାଦ ଦେଉଥିଲା।